ମିଛ ମିଛ ନାଟକ କରି ମୋ ସହିତ ରହୁଥିଲ। ଏତେ ହୋଟେଲରେ ରହିବା ସେତେ ହୋଟେଲରେ ରହିବା ଏଗୁলো ସବୁ ମିଛ। ଏଗୁলো ସବୁ ଯାକ ସାଙ୍ଗ ମୋ ସହିତ ମିଛ କରୁଥିଲ ତୁମେ। କୋଉ କଥା? ହୋଟେଲରେ ରହିବା। ମୋ ବାପାର ଛୁଆ ନୁହଁ। ହେଲା ମାମା ତତେ ଏଗୁলো କରିକି ଭଲ ଲାଗୁଛି? ହେ ମତେ ଭଲ ଲାଗୁଛି କଣ ନ ଭଲ ଲାଗୁଛି କଣ ସେଗୁରା ମତେ କାହିଁ ଶୁଣଉଛୁ ତୁ? ମାମା ତତେ ମୁଁ ଭଲ ପାଇକିନା ବହୁତ ବଡ ଭୁଲ କର। ହଁ ତତେ ସେଇଟା ବି ମୁଁ ବି ସେଇଟା ଅନୁତାପ କରୁଛି ଯେ କି ମୋ ଲାଇଫ ଟା ନଷ୍ଟ ତ ହେଇଗଲା ହେଲେ ଏମିତି ମୋ ଜୀବନଟା ବି ବୋଧହୁଏ ଚାଲିଯିବ ଆଉ କେଇ ଦିନରେ ମୁଁ ଭାବୁଛି ଯା କେଇ ଦିନ ନୁହେଁ ତ ରିସେଣ୍ଟଲି ହେଲା। ତୁ ଭାବି ନଥିଲୁ ମାନେ ଏମିତି ସବୁ ମତେ ତୁ କରିକି ତୁ ଯିବୁ ଅଧା ବାଟରେ ଛାଡି। ହଁ ତୁ ତୋର କଣ ମୁଁ ଛିଣ୍ଡେଇ ଦେଇଛି ତୋର ମୁଁ କଣଟା କରିଦେବି ତୁ ଓଲଟି ମୋ ଲାଇଫ ଟାକୁ ବର୍ବାଦ କରିସାରିଲୁଣି ଆଉ ସେଇଟା ଭଗବାନ କେବେ ସହିବେନି ମନେ ରଖିଥା। ମାମା ଗୋଟେ କଥା ତତେ କହୁଛି ମୁଁ ତୋ ଜୀବନଠୁ ଅଧିକା ଭଲ ପାଇଥିଲି ହେଲା ତୁ ମୋ ଲାଇଫ ବର୍ବାଦ କରୁଛୁ ହେଲା। ହଁ ସେଗୁରା ତୁ କହନା ଜୀବନ ଠାରୁ ଭଲ ପାଉ ସେଗୁରା ସେ ଷ୍ଟୋରି ଡ୍ରାମା ମୋ ଆଗରେ ଶୁଣାନି ହେଲା। ମିଛ ମିଛ ନାଟକ କରି ମୋ ସହିତ ରହୁଥିଲ। ଏତେ ହୋଟେଲରେ ରହିବା ସେତେ ହୋଟେଲରେ ରହିବା ଏଗୁলো ସବୁ ମିଛ। ଏଗୁলো ସବୁ ଯାକ ସାଙ୍ଗ ମୋ ସହିତ ମିଛ କରୁଥିଲ ତୁମେ। କୋଉ କଥା? ହୋଟେଲରେ ରହିବା। କୋଉ ହୋଟେଲ? ତମେ ଜାଣିଥିବ କୋଉ ହୋଟେଲରେ ରହିଛ ସବୁ? ମୁଁ ଜାଣିନି। ତୁ ଜାଣିଛୁ ସେଗୁରା ସବୁ ଦେଖେଇ ଦେ ଛାଡି ପକା। ତାର ସିସିଟିଭି କ୍ୟାମେରା ଫୁଟେଜ ଅଛି ପଠେଇବି କିଆ? ପଠା ସବୁ। ଆଦିତ୍ୟ ହୋଟେଲ ତୋ ପାଖକୁ ପଠେଇବି ମୁଁ କୌଣସି ମିଡିଆ ଆଗରେ ଦବାକୁ ଚାହୁଁନି। ତ କାହିଁକି ମୋ କତିକି କାହିଁ ପଠେଇବୁ? ଆଦିତ୍ୟ ହୋଟେଲ ପୁରୀ ସୁଇମିଂ ପୁଲ ହୋଟେଲ ଯୋଉ ଆମେ ରହିଥିଲେ ସୁଇମିଂ ପୁଲ ର ସେ ହୋଟେଲ ମୁଁ ଆଡ୍ରେସ ମାଗିଥିଲି ସେ ଆଡ୍ରେସ ମତେ ମିଳିଯାଇଛି ତାର କଣ ଇଏଟା। ସେ ଆଉ ଗୋଟେ ମତେ ଦେଖିବୁ କି ଗୋଟେ ପ୍ରୁଫ ଦେଖିବୁ କି? ସେଇଟା କେବଳ ପୁଲିସ ହିଁ ସେଇଟା କରିପାରିବ। ତୁ କଣ ଭାବୁଛୁ କଣ? ପୁଲିସ କରିପାରିବ ମୁଁ କିଛି ପ୍ରମାଣ ନାହିଁ ରଖିନି ତ ଆଧାର କାର୍ଡ ମୋ ପାଖରେ ଥିଲା ତ ଆଧାର କାର୍ଡ ଆଇଲା ନା ନାଇଁ ମୋ ପାଖକୁ? ଆଧାର କାର୍ଡ ନଥିଲା କି ମୁଁ ଜାଣିନି ଫଟୋରେ ଥିଲା ନା ତୁ ଗୋଟେ ଜରିରେ ଆଧାର କାର୍ଡ ରଖିଛୁ ଫଟୋ ଉଠେଇଥିଲୁ ସେ ଆଧାର କାର୍ଡ ମୋ ପାଖରେ ଥିଲା କି? ଥିଲା। କେବେ ବି ନଥିଲା ମୋ ପାଖରେ। ସେ ଫୋନ ଚେଞ୍ଜ ହେଇଯାଇଥିଲା କାହିଁକି ନା କେତେଟା ଫୋନ ବି ତୁ ଭାଙ୍ଗିଛୁ ତୁ ଭଲ ଭାବେ ଜାଣି। ମୁଁ କିଛି ଭାଙ୍ଗିନି। କେତେଟା ଫୋନ ତତେ ଭଲ ପାଇବା ଦିନ ତୁ ମୁଁ ଭାବୁଛି ବୋଧେ 10ଟାରୁ 15ଟା ଫୋନ ଭଙ୍ଗା ହେଇଛି କେବଳ। 80ଟା ଖଣ୍ଡେ ଭଲ ସେ ଗଣିନୁ ପାଠ ପଢିଥିଲେ ସିନା ଗଣିବୁ। ମୋ ଲାଇଫ ତୁ ବର୍ବାଦ କରନା କାଲି ତୁ ରିଟର୍ନ କରିବୁ। ବାପାର ଟଲର ଚାଲିଛି ନା ବୁଝିପାରିଲୁ। ତାପରେ 80ଟା ଫୋନ ଭାଙ୍ଗିଥିବୁ ଆଉ। MBA ଷ୍ଟୁଡେଣ୍ଟ। ଶୁଣ ମାମା ଆଉ ଗୋଟେ କଥା କାଲି ରାତି 9ଟାରୁ 10ଟା ଭିତରେ ମୋ ପାଖରେ ଆସି ପହଞ୍ଚିବୁ। ତାପରେ କିଛି ଆଉ ନାହିଁ କହିବାର ନାହିଁ ତୁମକୁ ମୁଁ କେବେ ବି ବଦମାସି କେବେ ବି କ୍ରିୟା କରିବିନି କେବେ କିଛି କହିବାକୁ ଚେଷ୍ଟା କରିବିନି ହେଲା। ରଖୁଛି ଫୋନ ମୁଁ ତୁମକୁ ଆଉ ଅଧଘଣ୍ଟା ପରେ ଫୋନ କରୁଛି। କଣ ପାଇଁ? ଫୋନ ରଖ ମୁଁ ଅଧଘଣ୍ଟା ପରେ ଫୋନ କରୁଛି। ଫୋନ ସୁଇଚ୍ ଅଫ୍ ହେଇଯିବ। ଫୋନ ସୁଇଚ୍ ଅଫ୍ କରିବନି ମାମା ତୁମ ସହିତ ମୋର କଥା ଅଛି। କଣ ପାଇଁ ଫୋନ ସୁଇଚ୍ ଅଫ୍ କରିବ? କଣ କାରଣଟା ଅଛି ଫୋନଟା ସୁଇଚ୍ ଅଫ୍ କରିବ? ଫୋନଟା ମୁଁ ଅନ୍ ରଖିବିନି। କିଏ ଆଉ ତୁମ ବୟଫ୍ରେଣ୍ଡ ଫୋନ କରିବେ କି? ସେଇଟା ହେଲା ପ୍ରୋବ୍ଲେମ ନା। ଭଗବାନ 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 ଦାନ୍ତ ଶରମ ନାହିଁ। ତୁମେ ଆସ କାଲି ମୋ ସହିତ ତମର କଥାବାର୍ତ୍ତା ଆଉ କିଛି କହିବାର ନାହିଁ ମୁଁ ତୁମକୁ ଅଧଘଣ୍ଟା ଭିତରେ ଫୋନ କରୁଛି ହେଲା। ରଖ ଫୋନ ବାଏ।